ଜୀବନର ଆଉ ଗୋଟେ ନାଁ ଫ୍ରେଣ୍ଡସ୍ ହେଉଛି ପ୍ରୋବ୍ଲେମ୍। ସମସ୍ତେ ଏଇଟା ଜାଣିଛନ୍ତି। ଆଉ ଯିଏ ପ୍ରୋବ୍ଲେମକୁ ଡରେ ସେ କେବେ ବି ଆଗକୁ ବଢ଼ିପାରେନି। ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ ସମସ୍ତେ? ସେଇ ସକାଳ, ସେଇ ସନ୍ଧ୍ୟା, ସେଇ ଦ୍ୱିପହର ଦେଇକି ଆମେ ଗତି କରୁଛେ। ସବୁଦିନ ସେଇ କାମ କାମ କାମ। ଆଉ ଆମେ କେମିତି ସମୟକୁ ବାଲାନ୍ସ ରଖିକି କାମକୁ ମ୍ୟାନେଜମେଣ୍ଟ କରିବା, ଆଜି ମୋ ରୁଟିନ୍ରେ ଆପଣମାନେ ଦେଖିବା ପାଇଁ ପାଇବେ। ସକାଳୁ ଉଠିଲା ପରେ ଦେଖନ୍ତୁ, ଯାହା ବି ମୋର ନିତିଦିନିଆ ମାନେ ଡ୍ୟୁଟିଟା ରୁହେ, ଡେଲିକା ଗୋଟିଏ ହିଁ ଜିନିଷ ରୁହେ, ଯେଉଁଟାକି ସକାଳୁ ଉଠିଲା ପରେ ଭଗବାନଙ୍କୁ ଜୁହାର କରିବା, ତାପରେ ପାଣି ପିଇବା, ଏସବୁ ଜିନିଷ କମନ୍ ଜିନିଷ ଯେଉଁଟାକି ସମସ୍ତଙ୍କ ଲାଇଫ୍ରେ ବି ହେଇଥାଏ। ଯେଉଁ ବହୁ ଦିନ ହେଇଗଲାଣି ମୋର ମର୍ଣ୍ଣିଂ ରୁଟିନ୍ ମୁଁ ଆପଣମାନଙ୍କ ସହିତ ସେୟାର କରିନି। 2 ଜଣ ଭଉଣୀ ମୋତେ କମେଣ୍ଟସ୍ କରିଥିଲେ, ଦିଦି ଆପଣଙ୍କର ମର୍ଣ୍ଣିଂ ରୁଟିନ୍ ଯେଉଁଟା ଆମକୁ ମାନେ ସେୟାର କରନ୍ତୁ, ବହୁତ ଦିନ ହେଇଗଲାଣି। ଆକ୍ଚୁଆଲି ମର୍ଣ୍ଣିଂ ଟାଇମ୍ଟା ନା ଏତେ ବ୍ୟସ୍ତ ଥାଏ ଯେ ଏତେ ବ୍ୟସ୍ତ ଥାଏ, ଆଉ ବ୍ଲଗ୍ ବନେଇଲା ମାନେ ହିଁ ଘଣ୍ଟେ 1.5 ଘଣ୍ଟା ଆପଣଙ୍କୁ ପୂର୍ବରୁ ଟାଇମ୍ ନେବା ପାଇଁ ପଡ଼ିବ, କାରଣ ସେଇ ଟାଇମ୍ରେ ସେସବୁ କାମ ମ୍ୟାନେଜ୍ ହେଇପାରେନି। ଆଉ ଆମମାନେ ବି ମାନେ ସକାଳ ଟାଇମ୍ଟା ଦେଖିବେ, ଖାଲି ଘଣ୍ଟା ଆଡ଼କୁ ଲକ୍ଷ୍ୟଟା ଯାଉଥିବ, ନଜରଟା ଯାଉଥିବ କେତେ ଟାଇମ୍ ହେଲା। ତ ଦେଖନ୍ତୁ, ମୁଁ ପାଣି ପିଇଲି, 11.5ର ପାଣିଟା ସେଇଠି ପିଇଦେଲି। ତାପରେ ପିଇ ସାରିଲା ପରେ ମାଆଙ୍କୁ ଆଣିକି ଦେଲି। ମାଆ ବି ପାଣି ପିଇ ନଥିଲେ, ଆଉ ମାଆ ତାଙ୍କର ବସିକି ଚୁଟି କଲର୍ କରୁଛନ୍ତି। ତାପରେ ମୁଁ ମୁହଁ ଧୋଇଲା ପରେ ପଳେଇ ଆସିଲି, କାରଣ ମୋର ଆଜି ରୁଟିନ୍ ଭିତରେ ସାମିଲ ଅଛି ସେ ସିଡ଼ି ପୁରା ମୁଁ ଝାଡ଼ୁ କରିବି ଉପରୁ ତଳ ପର୍ଯ୍ୟନ୍ତ। କାରଣ ଆଗରୁ ଯାହା ମାନେ ଡେଲି କରିପାରୁଥିଲି, କିନ୍ତୁ ଏବେ ଯେଉଁ ଘର କାମ ଷ୍ଟାର୍ଟ ହେଲା ପାଖରୁ ଏସବୁ କାମ ମୁଁ ଆଉ ଡେଲି କରିପାରୁନି। କାରଣ ଯେଉଁ କାମ ମୋତେ ଫାଷ୍ଟ ଇମ୍ପୋର୍ଟାଣ୍ଟ ଲାଗୁଛି କି ହଁ ଆଜି କରିବା ନିହାତି ଦରକାର ଅଛି, ସେ କାମ କରୁଛି, ନହେଲେ ସେ କାମକୁ ମୁଁ ସ୍କିପ୍ କରିଦେଉଛି। ଏମିତି ସମୟକୁ ବାଲାନ୍ସ କରିକି ଷ୍ଟ୍ରେସ୍ ଫ୍ରି ରହିକି ନିଜ ସମୟକୁ ୟୁଟିଲାଇଜ୍ କରିକି ବହୁତ ସାରା କାମ କରିପାରିବେ, ସେଇଟା ମୋ ବ୍ଲଗ୍ରେ ଆଜି ଆପଣମାନେ ଦେଖିବା ପାଇଁ ପାଇବେ। ଯଦି ଆମ ପାଖରେ ସମୟ କମ୍ ଆଉ କାମ ବେଶୀ ଅଛି, ସେ କାମ ଭିତରର ହେଇଥାଇପାରେ କି ବାହାରର ବି ହେଇଥାଇପାରେ। ଆପଣ ଯେକୌଣସି କାମ କରନ୍ତୁ, ଘର ଭିତର କାମ କରନ୍ତୁ କିମ୍ବା ଘର ବାହାର କାମ କରନ୍ତୁ, ତ ସେ କାମକୁ ଆପଣ କେମିତି ମ୍ୟାନେଜ୍ କରିବେ। କେବଳ ମ୍ୟାନେଜମେଣ୍ଟକୁ ଲେଖିଦେଲେ ଯେ ହେଇଯିବ ତା ନୁହେଁ ଫ୍ରେଣ୍ଡସ୍। ନିଜ ମାଇଣ୍ଡରେ ସେଟ୍ କରିକି ରଖିବେ ଯେ ମୋତେ ଆଜି ମାନେ ଏତିକି ଟାଇମ୍ରୁ, ଯେଉଁ ଟାଇମ୍ରେ ଆପଣ କାମ ଷ୍ଟାର୍ଟ କରିବେ ସେ ଏତିକି ଟାଇମ୍ରୁ ଆପଣ ଗୋଟେ ଟାର୍ଗେଟ୍ ନେଇଯିବେ, ଏତିକି ସମୟ ଭିତରେ ମୁଁ ଏଇ କାମଟା ମ୍ୟାନେଜ୍ କରିବି, ମାନେ ସାରିଦେବି। ତାହେଲେ ଯାଇକି ଆପଣ ଘର ଭିତର କାମ ଆରାମସେ କରିପାରିବେ, ଟେନସନ୍ ଫ୍ରି ହେଇକି। ଓରିଡ୍ ବିଲକୁଲ ବି ହେବେନି। ଘର ଭିତର ବାହାର ସବୁ କାମ ଆରାମସେ କରିପାରିବେ, ଯଦି ଆପଣ ସମୟକୁ ଧ୍ୟାନରେ ରଖିଥିବେ। କେତେ ସମୟ ପର୍ଯ୍ୟନ୍ତ ଆମେ କେଉଁ କାମଟା କଲେ ଠିକ୍ ପ୍ରପର୍ ୱେରେ ଆମେ କାମ ସାରିପାରିବା, ସେଇଟା ବି ଆପଣ ନଜରରେ ରଖିବେ। ସବୁବେଳେ ଟାର୍ଗେଟ୍ ନେଇକି ଚାଲିବେ, ତାହେଲେ ଯାଇକି ଆପଣ ଆପଣଙ୍କର ଲକ୍ଷ୍ୟରେ ସକ୍ସେସ୍ ହେବେ, କାମରେ ବି ସକ୍ସେସ୍ ହେଇଯିବେ। ସବୁବେଳେ ଯଦି ଟାର୍ଗେଟ୍ ଆପଣଙ୍କର ଫୁଲଫିଲ୍ ମାନେ ହେଇଯିବ, ତାହେଲେ ଆପଣ ଦେଖିବେ ଖୁସିରେ ସବୁ ଆପଣଙ୍କର କାମ ହେଇଯିବ। ଆପଣ ନିଜେ ବି ଟିକେ ନିଜ ପାଇଁ ଟାଇମ୍ କାଢ଼ିପାରିବେ। ଯଦି ଆପଣ ଟାର୍ଗେଟ୍ ନେଉନାହାନ୍ତି, ସମୟର ମାନେ ସମୟ ଉପରେ ଧ୍ୟାନ ରଖୁନାହାନ୍ତି, ହଁ କାମ ତ ହେବ, କରୁଛି, ଦିନସାରା ପଡ଼ିଛି, ଟିକେ ରେଷ୍ଟ ନେଇଯାଏ, ଟିକେ କଥା ହେଇଯାଏ ମୋବାଇଲରେ, କି ଆପଣ ନେଗବର୍ସ କିଏ ଅଛନ୍ତି ତାଙ୍କ ସାଙ୍ଗରେ ଘଣ୍ଟେ ବସିକି କଥା ହେଇଗଲେ, ଫୋନ୍ କେଉଁଠି ଆସିଲା କି ଆପଣ ଟିକେ ଫେସବୁକ୍ ଇନଷ୍ଟା ଦେଖିଦେଲେ, ତାହେଲେ ଆପଣ ସମୟକୁ ଆଉ ବାଲାନ୍ସ କରିପାରିବେନି। ସମୟ ଅଲରେଡ଼ି ଆପଣଙ୍କ ହାତରୁ ବାହାରିଗଲା, ଆପଣ ଯେତେ ଚେଷ୍ଟା କଲେ ବି। ଆଉ ସମୟ ତ କେବେ କାହା ପାଇଁ ଅପେକ୍ଷା କରିନି, ଆପଣ ଜାଣିଛନ୍ତି। ସେଥିପାଇଁ ଆପଣଙ୍କର କାମ ପେଣ୍ଡିଙ୍ଗ ହେଇଗଲା, ଆପଣଙ୍କ ଉପରେ ବୋଝ ହେଇଗଲା, ଆପଣ ସେ କାମଟା ଆଉ ଆଜି ସାରିପାରିଲେନି, ଯାହାଫଳରେ ଆପଣଙ୍କର କାଲି କାମ ସହିତ ସେ କାମଟା ମିଶିଗଲା, ଆପଣଙ୍କ ଉପରେ ମାନେ ହେଡ଼େକ୍ ହେଇଗଲା। ସେଥିପାଇଁ ସବୁବେଳେ କାମକୁ ମ୍ୟାନେଜମେଣ୍ଟ କରିକି, ସମୟକୁ ହାତରେ ରଖିକି, ବାଲାନ୍ସ କରିକି ଆପଣ ପ୍ରପର୍ ୱେରେ ଘରର ମାନେ A to Z ଆପଣ ଭିତରଠୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ କରିପାରିବେ। ତ ଦେଖନ୍ତୁ, ଆଜି ମୋର ଡିପ୍ କ୍ଲିନିଂ ରୁଟିନ୍ଟା ରଖିଥିଲି ସକାଳୁ, ସେଥିପାଇଁ ମୁଁ କାଲି ରାତିରେ ହିଁ ମାଇଣ୍ଡରେ ସେଟ୍ କରିଦେଇଥିଲି ଆଜି ମୋତେ କି କାମ କରିବାର ଅଛି। ତ ଦେଖନ୍ତୁ, ଆପଣ ସକାଳେ କ'ଣ ବ୍ରେକଫାଷ୍ଟ ବନେଇବେ, ଯଦି ଆପଣ ରାତିରୁ ପ୍ରି ପ୍ଲାନିଂ କରିକି ରଖିଥିବେ, ତାହେଲେ ଯେଉଁ ସମୟ ନେଇକି ଆପଣ ଚାଲିଥିବେ ସେଇ ଟାଇମ୍ ପୂର୍ବରୁ ଆପଣଙ୍କର ମାନେ ବ୍ରେକଫାଷ୍ଟ ବନେଇବାଟା ସରିଯିବ। ଯଦି ଆପଣ ସକାଳୁ ଉଠି ପଡ଼ିକି ବସିକି ଭାବିବେ ଯେ ମୁଁ ଏବେ କ'ଣ ବନେଇବି, ଛୁଆ ଟିଫିନ୍ କ'ଣ ନେବ, ହଜବ୍ୟାଣ୍ଡ ଅଫିସ୍ କ'ଣ ଲଞ୍ଚ ବକ୍ସ ନେଇକି ଯିବେ,
ताहले आपण प्रॉपर वे रे करि परिबेनी आउ भाबु भाबु टाइम पळेबो जलबाजी रे किछि ना किछि गोटे बनै देबे सेथि पई सबु जिंसो सेही भलिया ता आगुआ माने आगो दिनरु आपण जदी प्री प्लानिंग करि दउचंती ताले आराम से समय को बैलेंस करि परिबे। तो दी जण भौणी भी बुझी पारथिबे जदी माने मोर जो समय बैलेंस आउ आपणकर काम मैनेजमेंटा मो ब्लॉग रे आपण मानकु भल लागिथिबो ताहले गोटे लाइक कर देबे शेयर करिवे कमेंट देबे एतिरे बहुत किछि जिंस मु ऐड करिथिली कारण आजिका दिनर जहाँ भी काम थिला ऐड करथिली किंतु मो ब्लॉग से 7 रु 8 मिनिट भितरे मु रखे सेति पई आउ ताकू देखै पारलिनी काहेकि ना मते एडिटिंग करिया पई मेनली समय मिलुनी जदी भी एडिटिंग कर दोजी वॉइस ओवर करिया पई मते टिके प्रॉब्लम होउची सेति पई मु कोन करची कि ब्लॉग टी को छोटो कर दोची फिर नेक्स्ट ब्लॉग रे देखैबी। तो फ्रेंड्स देखंतु मु एबे पळे आसली जो आज मते सबू कांथर अळंदु वगैरह झड़ाझड़ी करियार थिला सबू रूम रो कांथ वगैरह ताकू भी झड़ाझड़ी कर देली फैन टा भी बहुत धूली हेतिला ताकू ब्रश साहाय्य रे झड़ाझड़ी कर देली आ ब्रश धरी की बसिबे माने सब कांथ झरका फैन सोफा सबू आराम से सफा हे जिवो एमिति कपड़ा रे झड़ाझड़ी करिवे आ गोटे ब्रश नै की करिवे देखिबे इजीली आपणकर ब्रश रे हे जिवो कपड़ा टिके टाइम नब आ एते भल से भी हुएनी किंतु मु जेबेटू ब्रश यूज करची मु देखुची आराम से इजीली बहुत माने बढ़िया से सबू माने कांथ गुड़ा को भी धूली हो जाइथिबो आपण ब्रश नै कि देखिबे कांथ रे खाली हल्का मार देबे जहाँ भी धूली थिबो तळ टाइल्स रे पड़ी जिवो आपण माने जानि परिबे जे कांथ रे भी केते धूली लागि कि रहिथिला आ कालिकार रातिकार कपड़ा थिला कारण मु किछि कपड़ा काली राति रे धोई देइथिली कारण ये हाथ रे धोइबा थिला अल्प थिला आ जयर किछि कपड़ा अच्छी ताकू मु भिजे की रखी कारण जयर यूनिफॉर्म वगैरह अच्छी ताकू सर्फ पानी रे मु भिजे देइची आ फ्रेंड्स घर अधा झाड़ू करिके जाइथिली गुटे साइड रे ना जहाँ भी मोर जो माने धूली घड़िका बाहरला घर झड़ाझड़ी करिवारे जहाँ भी बाहरला मु टायर्ड हो जाइची फ्रेंड्स सेति पई मो टोन आपण मानु टी अलगा टाइप रो भी लागुथिबो आउ प्लीज इग्नोर करिवे। तो फ्रेंड्स से गुड़ा भी उठेकी एबे डस्टबिन रे पकई देली तापरे बेसिन टाकू सफा करची आ बेसिन सफा कला माने ही मोर तले पानी ही जाए सेति पई मु ताकू सप्ताह रे 2 दिन ही रखीची एटा किछि एते यूज हुएनी ठाकुरंग पानी निए केबे केबे जय को ब्रश करे दिए जदि बाथरूम रे किए थांती कोन कर थांती नहले बेसी किछि यूज हुएनी फ्रेंड्स सेति पई सप्ताह रे 2 दिन हाथ मार दिए। तो चलंतु फ्रेंड्स आज रो ब्लॉग आपण मानु